ଅଟା କ୍ଷୀରରେ ବନେଇବା ରସଭରା ମାଲପୁଆ ଯେତିକି ନରମ ସେତିକି ସ୍ୱାଦିଷ୍ଟ। ନମସ୍କାର, ଆପଣଙ୍କୁ କଳ୍ପନା କିଚେନକୁ ସ୍ୱାଗତ। ଉପରୁ କ୍ରିସ୍ପି ଭିତରୁ ଏକଦମ ରସାଳିଆ ମାଲପୁଆ, ପୁରା ଟେଷ୍ଟି ରହିବ ଆଜିର ଏହି ମାଲପୁଆ। ଆଜି ଆମେ ବନେଇବା ଓଡ଼ିଆ ଅଥେଣ୍ଟିକ୍ ଫୁଡ୍ ମାଲପୁଆ। ଦେଖନ୍ତୁ ମାଲପୁଆ ମୋର କେତେ ସୁନ୍ଦର ବନିଛି, ସାଇଡ଼ରୁ ଆଉ କ୍ରିସ୍ପି ଆଉ ଭିତରୁ ପୁରା ସଫ୍ଟ। ତେବେ ଆସନ୍ତୁ ଏହି ସୁଆଦିଆ ମାଲପୁଆ ବନେଇବା। ଅଟାର ଏହି ସ୍ୱାଦିଷ୍ଟ ମାଲପୁଆ ବନେଇବା ପାଇଁ ମୁଁ ଏଠି ନେଇଛି 1 କପ୍ ଅଟା। ଏହାକୁ ଯଦି ଗ୍ରାମରେ ମେଜର କରିବା ତେବେ ଏହା 250 ଗ୍ରାମ୍ସ ହେବ। ଏହାକୁ ମୁଁ ଟ୍ରାନ୍ସଫର କରିନେଉଛି ଗୋଟେ ବଡ଼ ବାଉଲକୁ। ତାପରେ ମୁଁ ଏଠି ନେଇଛି ଅଧା କପ୍ରୁ ଟିକେ କମ୍ ସରୁଦାନା ସୁଜି। ସୁଜିରେ ଏ ମାଲପୁଆ ବହୁତ କ୍ରିସ୍ପି ବନିବ। ଆଉ ତାପରେ ମୁଁ ଏଠି ନେଇଛି ଅଧା କପ୍ରୁ ଅଳ୍ପ ଟିକେ କମ୍ ମିଲ୍କ ପାଉଡ଼ର। ଯଦି ମେଜର କରିବା ଏଇଟା 40 ଗ୍ରାମ୍ସ ମିଲ୍କ ପାଉଡ଼ର ହେବ। ଆଉ ଏଥିରେ ସ୍ୱାଦ ଅନୁସାରେ ସଲ୍ଟ ଆଉ ଭଲ ବାସ୍ନା ପାଇଁ ପାନମଧୁରୀ ଏଡ଼୍ କରିବା। ତାପରେ এই ଶୁଖିଲା ପାଉଡ଼ରକୁ ଭଲ ଭାବରେ ମିକ୍ସ କରିନେବା। ଯଦି ଆପଣ ସବୁ ମେଜର କରିକି ନେବେ ତେବେ ମାଲପୁଆ ବହୁତ ସୁନ୍ଦର ବନିବ। ଏଠି ମାଲପୁଆରେ ଦେବା ପାଇଁ ମୁଁ ଏଠି କ୍ଷୀର ନେଇଛି। କ୍ଷୀର ମେଜର କରିକି ଯେଉଁ କପ୍ରେ ମୁଁ ଅଟା ନେଇଥିଲି ସେଇ କପ୍ରେ ମୁଁ 1 କପ୍ କ୍ଷୀର ନେଇଛି। ପ୍ରଥମେ ମୁଁ 1 କପ୍ କ୍ଷୀର ଦେଉଛି, ଯଦି ଆଉ ଆବଶ୍ୟକ ପଡ଼େ ଲାଷ୍ଟକୁ ଜଣାଇବି। ମୁଁ ଏଠି ସେ 1 କପ୍ କ୍ଷୀରକୁ ଅଳ୍ପ ଟିକେ ଟିକେ ପକାଇକି ଭଲ ଭାବରେ ମିକ୍ସ କରିନେଉଛି। ଏମିତି ଭାବରେ ଗୋଳେଇ ନେବା। ଦେଖନ୍ତୁ ଏମିତି ଭାବରେ ଜମା ଟେଳା ଯେମିତି ରହିବନି ସେଥିପ୍ରତି ଆମେ ଧ୍ୟାନ ଦେବା। ଯଦି ଟେଳା ରହିଯିବ ତେବେ এই ମାଲପୁଆ ଜମା ବି ଭଲ ବନିବନି। ମୋର ଏଥିରେ ଆଉ ଅଧେ କପ୍ କ୍ଷୀର ଏଡ଼୍ କଲି। ଟୋଟାଲ ଉପରେ କହିବା ପାଇଁ ଗଲେ ଏଥିରେ ମୋତେ ପୁରା 1.5 କପ୍ କ୍ଷୀର ଲାଗିଲା। ଦେଖନ୍ତୁ ବେଟର ମୋର ପ୍ରସ୍ତୁତ ହେଇଗଲା। ଏମିତି ଭାବରେ ପତଳା ରଖିବା। ଏବେ ଏହି ବେଟରକୁ କଭର କରିକି 15 ମିନିଟ୍ ପାଇଁ ଛାଡ଼ିଦେବା। କାହିଁକି ନା ସୁଜି ସେଥିରେ ପାଣି ଅବଜର୍ଭ କରିବ। ତେବେ ଆମେ ସେଠି ରେଷ୍ଟ ଦେବା ଭିତରେ ବେଟରକୁ ଆମେ ଏଠି ବନେଇ ନେବା ମାଲପୁଆ ପାଇଁ ଶିରା। ଶିରା ବନେଇବା ପାଇଁ ମୁଁ ଏଠି 1 କପ୍ ଚିନିରେ 1 କପ୍ ପାଣି ଦେଇକି ଭଲ ଭାବରେ ଫୁଟେଇକି ଶିରା ବନେଇ ନେଉଛି। ଦେଖନ୍ତୁ ଏମିତି ଭାବରେ ଆମେ ଶିରା ବନେଇ ନେବା। ଏହି ଶିରାରେ ଆମେ କୌଣସି ବି ତାର ଆସିବା ଦେଖିବାର ନାହିଁ। ବାସ୍ ନର୍ମାଲ ହାତକୁ ଯେମିତି ଟିକେ ଚିପକା ଚିପକା ଲାଗିବ ସେମିତି ହିଁ ରହିବ। କିଛି ତାର ଆସିବା ଦରକାର ନାହିଁ। ବାସ୍ନା ପାଇଁ ମୁଁ ଏଠି 1 ସ୍ପୁନ୍ ଗୁଜୁରାତି ପାଉଡ଼ର ଦେଉଛି। ଏବେ ଆମର ଶିରା ଭଲ ଭାବରେ ପ୍ରସ୍ତୁତ ହୋଇଯାଇଛି। ଗ୍ୟାସ୍ ଫ୍ଲେମ୍କୁ ବନ୍ଦ କରିଦେବା। ଆଉ ଶିରାକୁ ଆମେ କଭର କରିକି ରଖିଦେବା। କାହିଁକି ନା ଶିରାଟା ଉଷୁମ ରହିଲେ ମାଲପୁଆରେ ପକାଇଲେ ଭଲ ହେବ। ଏବେ ଆମେ ବେଟର ଚେକ୍ କରିନେବା। ବେଟରରେ ଆମେ 1 ପିଞ୍ଚ ଦେବା ଖାଇବା ସୋଡ଼ା। 1 ପିଞ୍ଚ ଖାଇବା ସୋଡ଼ା ଦେଇକି ତା ଭଲ ଭାବରେ ଗୋଳେଇ ନେବା। ବେଟରଟା ମୋତେ ଟିକେ ବହଳିଆ ଲାଗୁଛି। ଏବେ ଆମେ ଏଠି ଅଳ୍ପ 2ରୁ 3 ସ୍ପୁନ୍ କ୍ଷୀର ବା ପାଣି ଯାହା ବି ହେଉ ଟିକେ ଏଡ଼୍ କରିବା ଆଉ ଭଲ ଭାବରେ ଗୋଳେଇ ନେବା। ଏଥିରେ ମୁଁ ମାଲପୁଆରେ ଦେବା ପାଇଁ ନେଇଛି ବାଦାମ ମଞ୍ଜି। ଆପଣ ଚାହିଁଲେ ଏଇଟା ଦେଇପାରିବେ, ଏଇଟା ଅପସନାଲ୍ ଅଛି, ନହେଲେ ସ୍କିପ୍ କରିପାରିବେ। ଏବେ ଆମେ এই ବେଟରକୁ ତେଲରେ ଦେବା। ତେଲକୁ ମିଡ଼ିୟମ୍ ଆଞ୍ଚରେ ରଖିବା, ବେଶୀ ହାଇ ଫ୍ଲେମ୍ରେ ରଖିବାନି। ଦେଖନ୍ତୁ ମୋର ମାଲପୁଆ କେତେ ସୁନ୍ଦର ଫୁଲୁଛି। ଯେମିତି ପୁରୀ ଫୁଲିଯାଏ ସେମିତି ମାଲପୁଆ ଭଲ ଭାବରେ ଫୁଲି ଯାଇଛି। ଏବେ ଆମେ ଭଲ ଭାବରେ ଲାଲ କରିକି ଭାଜି ଆଣିବା। ଗ୍ୟାସ୍ ଫ୍ଲେମ୍କୁ ମିଡ଼ିୟମ୍ ରଖିବା, ଜମା ବି ହାଇ ରଖିବାନି। ଏବେ এই ମାଲପୁଆ ମୋର ବନିଗଲାଣି। ଏବେ ଏହାକୁ ନେଇକି ଆମେ ଶିରାରେ ପକାଇବା। ଦେଖନ୍ତୁ କେତେ ସୁନ୍ଦର ବନିଛି। ଏମିତି ଭାବରେ ଆଉ ସବୁ ଯେଉଁ ବେଟର ଥିଲା ସେଇଥିରୁ ଆମେ ଆଉ ସବୁ ମାଲପୁଆ ବନେଇ ନେବା। 1 କପ୍ ଅଟାରେ ମୋର 15ରୁ 20 ପିସ୍ ମାଲପୁଆ ବନିଛି। ବହୁତ ସୁନ୍ଦର ମଧ୍ୟ ବନିଥିଲା। ଦେଖନ୍ତୁ ଆର ଚାରିପଟ କେତେ ସୁନ୍ଦର କ୍ରିସ୍ପି ଦେଖାଯାଉଛି ଆଉ ବହୁତ ସୁନ୍ଦର ଦେଖାଯାଉଛି। ଆପଣ ଏହାକୁ ଠିକ୍ ମେଜର କରିକି ଏମିତି ବନାନ୍ତୁ, ଦେଖିବେ ମାଲପୁଆ ବହୁତ ସୁନ୍ଦର ବନିବ।
ମାର୍କେଟ ଭଳି ବହୁତ ସୁଆଦିଆ ମଧ୍ୟ ଲାଗିବ। ଦେଖନ୍ତୁ ମୋର କେତେ ସୁନ୍ଦର ଭାବରେ ମାଲପୁଆ ବନିଛି। ସାଇଡ଼ରୁ ବହୁତ ସୁନ୍ଦର ଭାବରେ କ୍ରିସ୍ପି ବନିଛି ଆଉ ଭିତରୁ ବହୁତ ସଫ୍ଟ। ତେବେ ଆପଣ ନିଶ୍ଚିତ ଏ ମାଲପୁଆ ବନାନ୍ତୁ ଆଉ କେମିତି ରହିଲା ମୋ ସହ ନିଶ୍ଚିତ ସେୟାର କରିବେ। ତେବେ ଆଜି ପାଇଁ ରହୁଛି, ପୁଣି ଆସିବି ଗୋଟେ ନୂଆ ରେସିପି ନେଇ। ଏଥିଯାଏଁ ବାଏ, ଟେକ୍ କେୟାର, ଜୟ ଜଗନ୍ନାଥ। ଆପଣଙ୍କୁ ଯଦି ମୋର ଚ୍ୟାନେଲ୍ ଭଲ ଲାଗୁଥାଏ ତେବେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ ନିହାତି କରନ୍ତୁ। ଥ୍ୟାଙ୍କ୍ସ ଫର୍ ୱାଚିଂ।